ସଚରି ମାନେ ହଁ ଯୁବରାଜ କଥାଟେ ପଚାରିବା ପାଇଁ ଚାହୁଁଛି। କି କଥା ଯାହା କହିବ ସତ କହିବ। ଠିକ ଅଛି ସତ କହିବ ନା? ହଁ ଏଇ ଜୀବନରେ ଅନେକ ରୂପସୀ ଦେଖିଛି, ହଁ ହଁ ହେଲେ ତୁମ ଅପା ପରି ରୂପସୀ କେବେ ବି ଦେଖିନି। ସତରେ ସେଥିପାଇଁ କଥାଟେ ପଚାରିବା ପାଇଁ ଚାହୁଁଛି। କି କଥା ଦେଖ ସତ କହିବ। ଠିକ ଅଛି ତୁମ ଅପା ନୁହଁ, ହଁ ତୁମ ଅପା କାହାକୁ ଭଲ ପାଉଛି? ନା ନା ଭଲ ପାଉନାହାନ୍ତି? ନା କିମ୍ବା କୋଉ ରାଜ୍ୟର କୋଉ ଦେଶର ବିବାହ ପ୍ରସ୍ତାବ ନେଇ ଆସିଛନ୍ତି କି? ନା ଯୁବରାଜ ମାନେ ଏକା ଅଛନ୍ତି? ହଁ ଯା ହଉ, ଯାଅ ତୁମ ମୁଖରେ ଏ ବାକ୍ୟ ଶୁଣି ଏ ବୁଝାମର ଟିକେ ଶାନ୍ତି ମିଳିଲା। ସତରେ ହଁ। ଏ ଯୁବରାଜ ତମେ କାହାକୁ ଭଲ ପାଇଛ? ତମେ ବାହା ହେଲଣି? ବାବା ନାହିଁ। ତାହେଲେ ତମେ କେତେ ଅଛ? ହଁ ମୁଁ ବି ଏକା ଅଛି। ଏ ଯୁବରାଜ ତମେ ଦେଖିବାକୁ ବହୁତ ସୁନ୍ଦର। ଆରେ ବା, ତୁମେ ମାନେ ବି କମ୍ ନୁହେଁ। ହଲୋ ସଚରୀ ମାନେ, ତୁମେ ମାନେ ବି ଦେଖିବା ପାଇଁ ଭାରି ସୁନ୍ଦର। ସତରେ? ହେଲେ ସଚରୀ ମାନେ କଣ ହେଲା ତୁମ ନାମଟା କଣ ମୁଁ ଜାଣିପାରିବିନି? ଆମ ପରିଚୟ ଶୁଣିବ? ହଁ ତୁମ ପରିଚୟ। ହେଲେ ଯୁବରାଜ, ମୋ ପିତା ହେଉଛନ୍ତି ସୁରସିନ ଆଚ୍ଛା। ଆଉ ମାତା ହେଲା ସୁତଞ୍ଚଲା। ଆହା, ମୋ ନାମ ହେଲା ଗୀତା। ଗୀତା। ହଁ ହଁ ଆଉ ତୁମ ନାମଟା? ଫୁଲ ହଁ ଆଲୋ ଏ କାହିଁକି ଲାଜ କରୁଛ ମ? ତୁମ ପରିଚୟଟା? ମୋ ନାଁ ହେଲା ଝରଣା। ଝରଣା। ଆଉ ମୋ ନାଁ ହଉଛି ମାଲ। ମାଲ। ଏଇ ଦେଖ ତୁମ ଅପା ଆସିଗଲେଣି ବୋଧେ। ହଁ ହଁ এই বাবু দেখা ମୁଁ ତମ ପାଇଁ ଖାଇବା ନେଇକି ଆସିଛି। ବାବୁ ଏଇ ବାବୁ ବାବୁ କୋଉଠି ଆସିଗଲା ମୁଁ? ନାଇଁ ଅଞ୍ଜଳି, ଏମିତି କିଛି ନୁହେଁ। ଦେଖା ମୁଁ ତମ ପାଇଁ ଖାଇବା ନେଇକି ଆସିଛି। ଏଇ ପାଣି ନିଅ, ଆଉ ଏଇ ପାଣିରେ ହାତ ମଧୁକି ଚାଲି ଆସ। ମୁଁ ତମ ପାଇଁ ଖାଇବା ମାଗି ଦେଉଛି। ଠିକ ଅଛି। अरे बा एमिति सुस्वादु खाद्य एमिति सुस्वादु खाद्य मो राजकीय खाद्य भी केबे खाई नथिली। ସତରେ ବାବୁ हाँ चले ଆପଣଙ୍କୁ କେବେ ଏଠି ଭଲ ଲାଗିଛି? हाँ चले ହେଲେ ବାବୁ ଆମେ ହଉଛି ଗରିବ ଝିଅ। ମୋ କୁଡ଼ିଆରେ ଯାହା ବି ଥିଲା
से सब मु आपन के नहीं आसी अंजलि सतल सतल लक्ष्मी रंधा पारी लागिला सतरे बाबू आलो ए अंजलि तुम रूप जेमिति ना सतरे तुम गुण सेमिति आउ गोटे कथा जानिଛ अंजलि तुमको जे बा हेबो ना से खूब बड़ भाग्यवान सतरे बाबू सत्य कहूची अंजलि तुम रूप जेमिति सतर तुम गुण सेमिति तुम गोटे लक्ष्मी प्रतिमा नारी जी तुमको जे जन्म देछती सेही रत्न गर्भा माँ को एटी थाई मो कोटी कोटी नमस्कार करूची थाओ बाबू थाओ आउ आगु जमार भी कहबेनी अंजलि ए बाबू जेते बेले मो पिता माता କଥା ଭାବିଛି ସତରେ ବାବୁ এই ହୃଦୟ ମୋରା ଫାଟି ଯାଏ अंजलि এই ବାବୁ সেই দিনের কথা ଯେତେବେଳେ ମୁଁ ଛୋଟ ଥିଲି সেই ସମୟରେ ମୁଁ ମୋ ପିତା ମାତାଙ୍କ ସହିତ ଜଙ୍ଗଲକୁ ବୁଲିବାକୁ ଯାଇଥିଲି ଆଉ ସେଇ ଜଙ୍ଗଲରେ ବୁଲୁ ବୁଲୁ ମୋ ପିତା ମାତାଙ୍କୁ ବାଘ ଖାଇଦେଲା ଆଉ ସେଇଦିନଠୁ ମୋତେ ମୋ ବୈଦ ପିତା ଛୋଟରେ ବଡ଼ କରିଛନ୍ତି ଆଉ ସେ ହେଉଛନ୍ତି ମୋ ପାଇଁ ସାକ୍ଷାତ ଦେବତା अंजलि ବାବୁ बीती जाइथिबा कथा को मने पकाई निजक निज दुर्बलता भावंतु नहीं आज एठी मु तुमको अनुरोध करी कहूची तुमे सदा सर्वदा खुशी रे रहया पा चेष्टा करिवो ରହିବି ବାବୁ ମୁଁ ସବୁବେଳେ ଖୁସିରେ ରହିବାକୁ ଚେଷ୍ଟା କରିବି सत कहूच अंजलि आलो ए अंजलि तुम अतिथि सत्कार अजस्र खुशी होई मु तुमको छोट उपहारटे देवा पई चाहूची ଉପହାର हां ପୁଣି ମୋତେ हां अंजलि ଏ ବାବୁ ଆପଣ ପୁଣି ମୋତେ କି ଉପହାର ଦେବାକୁ ଚାହୁଁଛନ୍ତି की उपहार ए देखि पारछ ए छोट उपहारटे देवा पई चाहूची ନାଇଁ ବାବୁ ନାଇଁ ମୁଁ ତମ କିଛି ଖାଇବାକୁ ଦେଲି ବୋଲି ତମେ ମୋତେ ଏତେ ଦାମୀ ଉପହାର ଦେବାକୁ ଚାହୁଁଛ अंजलि ମୁଁ ଜମାରୁ ନେଇପାରିବିନି अरे सुन मु तुमको कौन खराब उद्देश्य देवा चाहूनी गोटे बंधु हिसाब से देवा चाहूची ବନ୍ଧୁ ହିସାବରେ ସାଥିରେ ବାବୁ ଏ ବାବୁ ଆପଣ ଯଦି ବନ୍ଧୁ ହିସାବରେ କିଛି ଦେବାକୁ ଚାହୁଁଛନ୍ତି ଆରେ ମୁଁ କାହିଁକି ମନା କରିବି ठीक अच्छे अंजलि एटा हूँ आम प्रथम देखा प्रथम उपहार जीवन जमीती भी कष्ट आसुना कहीं मु देथिबा उपहार को तुम्हें सदा सर्वदा तुम पाखरे रखिब ठीक अच्छे अंजलि निया प्रेम है जाए रे प्रेम है जाए रे अंजलि अरे देखा तुम सहित कथा हो समय केमिति बीती जाउछि किछि जणा पड़नी आलो ए अंजलि आउ कोदिने कोठी मो सहित देखाइले तुमे कथा हवा तो ए बाबू ଯେତେବେଳେ ଆମର ବଣ୍ଟା ହେଇଯାଇଛି ମୁଁ ତମ ସହିତ କଥା ହେବିନି କେମିତି ମୁଁ ଯୋଉଠି ବି ଦେଖା ହେବି ନିଶ୍ଚୟ କଥା ହେବି आलो ए अंजलि सेदिन देखा होला परे मो तुमको कथा टे कहबी हां କଥା ଟିକେ କହିବି हां କିନ୍ତୁ ବାବୁ ସେ କଥା ମୋତେ ଆଜି କହିଦିଅ ନା ना अंजलि ना आज कहि परबिनी तुमे तो जानिछ मु आसीछि मो भाई को खोजिबा निमंते मते जेमिति हेले भी जीवा को हबो ଚାଲିଯିବ ए मन दुख हैला कि हेला बाबा हेला कोठी देखाबा केबे देखाबा କୋଉଠି ଦେଖା ହେବା ତାମାନେ ତମେ ମୋ ସହିତ ସତରେ ଦେଖା କରିବ सत्तर देखा करिबी କୋଉଠି ଦେଖା ହେବା ହଁ ଆମ ଗାଁରେ ନା ଗୋଟେ ସୁନ୍ଦର ଶିବ ମନ୍ଦିର ଅଛି अच्छा ମୁଁ ତମକୁ ନା ସେଇ ଶିବ ମନ୍ଦିରରେ ନିଶ୍ଚୟ ଅପେକ୍ଷା କରିବି सत्य कहछ ना ହେଲେ ବାବୁ ତମେ ଆସିବନି ए अंजलि मु जो शीघ्र आसिया पई चेष्टा करबी और जो कथा कहबा पई चाहछि ना से कथा मध्य कहबी ଠିକ ଅଛି ବାବୁ ମୁଁ ତମକୁ ଆଜି କଥା ଦଉଛି ଯେମିତି ହେଲେ ବି ମୁଁ ସେଇ ଶିବ ମନ୍ଦିରରେ ନିଶ୍ଚୟ ଅପେକ୍ଷା କରିବି अंजलि मु जो शीघ्र आसिया पई चेष्टा करूछि ଠିକ ଅଛି ताइले मु आसुछि ठीक अछि
ସତଇ ମ ସେ ବାବୁନା କେତେ ଭଲ ବହୁତ ଭଲ ଲୋ। ଆମେ ତାଙ୍କୁ କିଛି ଖାଇବାକୁ ଦେଲି ବୋଲି ସେ ମତେ ଏତେ ସୁନ୍ଦର ଉପହାର ଦେଇଛନ୍ତି ହଁ ତ। ଏ, ହଁ ଲୋ। ସତ କଥାରେ କହିବି ସାଙ୍ଗ କଣ ଲୋ ସତ କହିବା ପରେ ଜୀବନରେ ପ୍ରଥମ ଥର ପାଇଁ କିଏ ଜଣେ ମତେ ଏତେ ସୁନ୍ଦର ଉପହାର ଦେଇଛନ୍ତି ହଁ। ଆଉ ଏ ଉପହାରକୁ ମୁଁ ମୋଠୁ କେହି ମଧ୍ୟ ଅଲଗା କରିବିନି ଠିକ ଅଛି ଲୋ। ରେ ସାକ୍ଷୀ ହଁ ଆମେ ଏବେ ନା ଶୀଘ୍ର ଘରକୁ ଯିବା ତାହେଲେ ଯିବା ଲୋ। ଯିବା ହଁ।